ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ସେ ବିବାହର ହେଉ କି କୌଣସି ରୀତିନୀତି ହେଉ, ଭଗବାନ ଗଣେଶ ହେଉଛନ୍ତି ଦେବତାମାନଙ୍କ ମଧ୍ୟରେ ପ୍ରଥମ ପୂଜ୍ୟ। ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କଲେ ସମସ୍ତ କାର୍ଯ୍ୟ ସଫଳ ହୁଏ ବୋଲି ବିଶ୍ୱାସ ରହିଛି। ପ୍ରତ୍ୟେକ ବାଧାକୁ ସେ ବିନାଶ କରନ୍ତି ବୋଲି ତାଙ୍କୁ ବିଘ୍ନନାଶନ ବୋଲି କୁହାଯାଏ। ତେବେ ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବାର ଅନେକ ଲୋକପ୍ରିୟ କଥା ରହିଛି। ଏହା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିବା, ଭଗବାନ ଗଣେଶ କାହିଁକି ଦୁଇଟି ବିବାହ କରିଥିଲେ। ପୌରାଣିକ କାହାଣୀ ଅନୁସାରେ ଏକଦା ଭଗବାନ ଗଣେଶ ତପସ୍ୟାରେ ବସିଥିଲେ। ସେହି ସମୟରେ ତୁଳସୀ ସେହି ବାଟ ଦେଇ ଯାଉଥିଲେ। ଭଗବାନ ଗଣେଶଙ୍କୁ ଦେଖି ତୁଳସୀ ତାଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଗଣେଶ ବ୍ରହ୍ମଚାରୀ ଥିବାରୁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ତୁଳସୀ ଏଥିରେ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କର ଗୋଟିଏ ନୁହେଁ ଦୁଇଟି ବିବାହ ହେବ। ରିଦ୍ଧି ଏବଂ ସିଦ୍ଧିଙ୍କୁ ବିବାହ। ଏହିଭଳି ଅନ୍ୟ ଏକ ପୌରାଣିକ କାହାଣୀରେ କୁହାଯାଇଛି ଯେ ଭଗବାନ ଗଣେଶଙ୍କ ରୂପା ଏବଂ ହାତୀ ମୁଣ୍ଡ ଥିବାରୁ ତାଙ୍କୁ ବିବାହ କରିବାକୁ କେହି ପ୍ରସ୍ତୁତ ନଥିଲେ। ଏହି କାରଣରୁ ଭଗବାନ ଗଣେଶ କ୍ରୋଧିତ ହୋଇ ଅନ୍ୟ ଦେବତାମାନଙ୍କ ବିବାହରେ ବାଧା ସୃଷ୍ଟି କରିବାକୁ ଲାଗିଲେ। ତାପରେ ସମସ୍ତେ ଦେବତା ଚିନ୍ତିତ ହୋଇ ଭଗବାନ ବ୍ରହ୍ମାଙ୍କ ନିକଟକୁ ଗଲେ। ତପସ୍ୟାର ସମାଧାନ କରିବା ତଥା ଭଗବାନ ଗଣେଶଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ରହ୍ମା ତାଙ୍କର ଯୋଗଶକ୍ତି ଦ୍ୱାରା ଦୁଇ ଝିଅ ରିଦ୍ଧି ଏବଂ ସିଦ୍ଧିକୁ ଜନ୍ମ ଦେଲେ। ଦୁହେଁ ବ୍ରହ୍ମାଙ୍କ ମାନସ ଝିଅ ଥିଲେ। ବ୍ରହ୍ମା ଉଭୟଙ୍କୁ ନେଇ ଭଗବାନ ଗଣେଶଙ୍କ ପାଖକୁ ଗଲେ ଏବଂ ଉଭୟଙ୍କୁ ଶିକ୍ଷା ଦେବାକୁ କହିଲେ। ବ୍ରହ୍ମାଙ୍କ ଠାରୁ ଆଦେଶ ପାଇବା ପରେ ଗଣେଶ ଉଭୟଙ୍କୁ ଶିକ୍ଷା ଦେବା ଆରମ୍ଭ କଲେ। ଯେତେବେଳେ ଭଗବାନ ଗଣେଶଙ୍କ ପାଖରେ କାହାର ବିବାହ ବିଷୟରେ ସୂଚନା ଆସୁଥିଲା, ସେତେବେଳେ ରିଦ୍ଧି ଏବଂ ସିଦ୍ଧି ତାଙ୍କୁ ଧ୍ୟାନକୁ ବିଭ୍ରାନ୍ତ କରିଦେଉଥିଲେ ଏବଂ ବିବାହ ସହଜରେ ସମ୍ପନ୍ନ ହୋଇଯାଇଥିଲା। ସମସ୍ତଙ୍କୁ ଶୁଭକାମନା ହୋଇଯାଇଥିଲା। କିଛି ଦିନ ପରେ ଗଣେଶଙ୍କ ଏକଥା ହୃଦୟଙ୍ଗମ କଲେ। ସେ ସମସ୍ତଙ୍କ ବିବାହ ବିନା କୌଣସି ବାଧାରେ ହୋଇଯାଇଛି। ତେଣୁ ସେ ରିଦ୍ଧି ଏବଂ ସିଦ୍ଧିଙ୍କ ଉପରେ କ୍ରୋଧିତ ହୋଇ ଅଭିଶାପ ଦେବାକୁ ପଦକ୍ଷେପ ନେଲେ। ଏହି ସମୟରେ ଭଗବାନ ବ୍ରହ୍ମା ସେଠାକୁ ଆସି ଗଣେଶଙ୍କୁ ବିବାହ କରିବାକୁ ବାଧା ଦେଲେ। ସେ ତାଙ୍କୁ ରିଦ୍ଧି ସିଦ୍ଧିଙ୍କୁ ବିବାହ କରିବାକୁ କହିଲେ। ଏଥିରେ ଗଣେଶ ରାଜି ହୋଇଗଲେ ଏବଂ ସେ ସେମାନଙ୍କୁ ବିବାହ କଲେ।